ବର୍ଷରୁ ଏହା ଲାଗୁ ହେବ। ଅର୍ଥାତ୍ ରାଜ୍ୟ ଦେଶରେ 2026 ବର୍ଷରୁ ଅଷ୍ଟମ ବେତନ କମିଶନ ଲାଗୁ ହେବା ପାଇଁ ଯାଉଛି। ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନକୁ ମଞ୍ଜୁରୀ ପୁଣି ଥରେ କହି ରଖୁଛୁ। ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନକୁ ମଞ୍ଜୁରୀ ମିଳିଛି। ଆଉ କମିଶନକୁ ମଞ୍ଜୁରୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏହାଦ୍ୱାରା ଉପକୃତ ହେବେ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସମସ୍ତ ରାଜ୍ୟ ସରକାର ଏବଂ ପିଏସ୍ୟୁ ସହିତ ଆଲୋଚନା ପରେ ଏହି ମଞ୍ଜୁରୀ ମିଳିଛି ଏବଂ ସୂଚନା ମୁତାବକ 2026 ମସିହାରୁ ଅର୍ଥାତ୍ 2026 ବର୍ଷରୁ ଲାଗୁ ହୋଇପାରେ ଅଷ୍ଟମ ବେତନ କମିଶନ, ଯାହାଦ୍ୱାରା ଅନେକ ମାତ୍ରାରେ କେନ୍ଦ୍ର ସରକାରଙ୍କ କର୍ମଚାରୀ ଉପକୃତ ହେବେ। ଯିଏ ବଢ଼ିବା ସହିତ ଦରମା ବା ବେତନ ମଧ୍ୟ ବଢ଼ିବ। କାରଣ ଆମେ ଦେଖିଛେ ଷଷ୍ଠ ଏବଂ ସପ୍ତମ ଯେତେବେଳେ ପେ କମିଶନ ଲାଗୁ ହୋଇଥିଲା ସେ ସମୟରେ ସମୟ ବା ଅବଧି କମ୍ ରହିଥିଲା, କିନ୍ତୁ ଏହାରି ଭିତରେ 7th ପେ ଲାଗୁ ହୋଇ ଯଥେଷ୍ଟ ବର୍ଷ ବିତିଗଲାଣି ଏବଂ ବର୍ତ୍ତମାନ ସରକାର ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନକୁ ମଞ୍ଜୁରୀ ଦେଇଛନ୍ତି ଏବଂ ଯୋଜନା ରହିଛି 2026 ବର୍ଷରୁ ଏହାକୁ ଲାଗୁ କରିବା ପାଇଁ ଏବଂ ଏହାଦ୍ୱାରା ସମସ୍ତ କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ଉପକୃତ ହେବେ। माननीय प्रधानमंत्री जी ने केंद्र सरकार के सभी कर्मचारियों के लिए एक सेंट्रल पे कमीशन को मंजूरी दे दी है। एक सेंट्रल पे कमीशन आप सब जानते हैं 1947 से अब तक 7 पे कमीशन हुए हैं और प्रधानमंत्री जी ने एक रेगुलर रिदम के साथ पे कमीशन बनाने का जो एक संकल्प लिया है उसके हिसाब से 2016 में लास्ट पे कमीशन 7th पे कमीशन स्टार्ट हुआ था, तो 2026 में इसका टर्म कंप्लीट होता है। उससे वेल बिफोर 2025 में एक पे कमीशन स्टैब्लिश करने से सफिशिएंट टाइम मिलेगा so that the recommendations can be received well before the completion of the period of 7th pay commission. ଆପଣ ଶୁଣୁଥିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରତିକ୍ରିୟା। ସରକାର ନିଷ୍ପତ୍ତି ନେଇଛନ୍ତି ଅଷ୍ଟମ ପେ କମିଶନ ଲାଗୁ ହେବ। ଏଥିପାଇଁ ମଞ୍ଜୁରୀ ମଧ୍ୟ ମିଳିସାରିଛି। କମିଶନକୁ ମଞ୍ଜୁରୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମସ୍ତ ରାଜ୍ୟ ସରକାର ଏବଂ ପିଏସ୍ୟୁ ସହିତ ଆଲୋଚନା ପରେ ଏହି ମଞ୍ଜୁରୀ ମିଳିଛି ଏବଂ 2026 ବର୍ଷରୁ ଏହା ଲାଗୁ ହେବ। ଅର୍ଥାତ୍ ଅଷ୍ଟମ ପେ କମିଶନ 2026 ବର୍ଷରୁ ଲାଗୁ କରିବା ପାଇଁ ଯୋଜନା ରଖିଛନ୍ତି ସରକାର। ଏହାଦ୍ୱାରା କେନ୍ଦ୍ର ସରକାରଙ୍କ ସମସ୍ତ କର୍ମଚାରୀ ଉପକୃତ ହେବେ, ଅର୍ଥାତ୍ ସମସ୍ତଙ୍କର ଦରମା ବୃଦ୍ଧି ହେବ ଏବଂ ଅଷ୍ଟମ ପେ କମିଶନ ଅନୁସାରେ ସମସ୍ତଙ୍କର ସାଲାରୀ ବା ଦରମା ମଧ୍ୟ ନିର୍ଦ୍ଧାରଣ